ସନ୍ଧ୍ୟା ହେଲା ମାନେ ମୋତେ ବହୁତ ଜୋରେ ଭୋକ, କାହିଁକି ନା ଯେହେତୁ ମୋର ଅଫିସ୍ ସରିଲା ବେଳକୁ 6:30 7ଟା ହେଇଯାଉଛି, ତ ସେଥିପାଇଁ ମୋତେ ବହୁତ ଜୋରେ ଭୋକ ଲାଗୁଛି। ଆଉ ମୁଁ ଅଫିସରେ କିଛି ଛତୁଆ ରଖିଛି, ବାହାରିଲା ପୂର୍ବରୁ ମୁଁ ଗୋଳିକି ପିଇକି ବାହାରିଯାଏ। ଅଫିସ୍ ବନ୍ଦ କରିବାଟା ହେଉଛି ବଡ଼ ଦାୟିତ୍ୱ, କାହିଁକି ନା ଅଫିସ୍ ଖୋଲେ ମୁଁ ଆଉ ବନ୍ଦ କରେ ମୁଁ। ବାହାରିବା ପୂର୍ବରୁ ଲାଇଟ୍ ଠିକ୍ ସେ ବନ୍ଦ ହେଲା କି ନାହିଁ, ଏସି ଠିକ୍ ସେ ବନ୍ଦ ହେଲା କି ନାହିଁ, ସବୁ କମ୍ପ୍ୟୁଟର ଠିକ୍ ସେ ବନ୍ଦ ହେଲା କି ନାହିଁ, ଆଉ ଡୋର୍ ଠିକ୍ ସେ ଦିଆ ହେଲା କି ନାହିଁ, ସବୁ ଦେଖିକି ଅଫିସ୍ କ୍ଲୋଜ୍ କରିକି ମୁଁ ବାହାରି ଆସିଥିଲି। ଆଉ ଆଜି ମୁଁ ଯାଇଥିଲି ମୋ ପାଇଁ ଗୋଟେ ଏସି ଦେଖିବା ପାଇଁ। ଯେହେତୁ ଆଗକୁ ଖରା ଦିନ ଆସୁଛି, ସେଥିପାଇଁ ମୁଁ ପ୍ଲାନ୍ କରିଥିଲି ଏଇ ବର୍ଷ ମୁଁ ମୋ ପାଇଁ ଗୋଟେ ଏସି ଆଣିବି ହେରି। ଆଉ ଆର ବର୍ଷ ଭାବିଥିଲି ମୁଁ ଏସି ଆଣିବା ପାଇଁ, କିନ୍ତୁ ମୁଁ ଆଣିଥିଲି ହେରି ମୋ ଘର ପାଇଁ ଏସି, ସେଥିପାଇଁ ମୁଁ ମୋ ପାଇଁ ଏସି ଆଣିନଥିଲି। ଆଉ ଏ ବର୍ଷ ମୁଁ ନିଶ୍ଚୟ ମୋ ପାଇଁ ଏସି ଆଣିବି। ଦିନ ଯାକ କାମ କରିକି ମୋର ଅବସ୍ଥା ତ ପୁରା ଗଲାଣି। ଆଉ ଦେଖିକି ମନ ବହୁତ ଦୁଃଖ ହେଲା। ମୁଁ ଆସିକି ଏଠି କୋମା ଷ୍ଟୋରରେ ପହଞ୍ଚି ଯାଇଥିଲି। ଆଉ ଏଣ୍ଟ୍ରି କଲା ପରେ ଏଠି ସିକ୍ୟୁରିଟି ଭାଇ ଦେଖିକି ମୁଁ ଭିଡ଼ିଓ ବନାଉଛି ବୋଲି ବହୁତ ସାରା ହସିଲେ। ଆଉ ମୁଁ ଆସିକି ପହଞ୍ଚି ଯାଇଥିଲି ଉପର ମହଲାରେ। ସେଠି ମୋତେ କୁମାର ଦେଖେଇଲେ, ଏସି ଦେଖେଇଲେ, ତାର ପ୍ରାଇସ୍ ଅଛି 26,500, ଡିସକାଉଣ୍ଟ ହୋଇକି କେତେ ହେବ ତ ସେଇଟା ମୋତେ କହିଲେନି ସେମାନେ, କିନ୍ତୁ ମୁଁ ଦେଖିଲି। ତାପରେ ଆସିଲା ପରେ ମୁଁ ଦେଖିଲି ଗୋଟେ ମୋର ଇଣ୍ଡକ୍ସନ୍ ଆଣିବା ପାଇଁ, ଯେହେତୁ ଆଗକୁ ଗ୍ୟାସ୍ ପ୍ରୋବ୍ଲେମ୍ ଅଛି, ତ ସେଥିପାଇଁ ମୁଁ ଇଣ୍ଡକ୍ସନ୍ ଆଣିବି। ସବୁ ଦେଖିକି ମୁଁ ଏଠି ବାହାରି ଆସିଥିଲି। ଏସି କେବେ ଆଣୁଛି ନିଶ୍ଚୟ ଜଣେଇବି। ରହୁଛି, ଜୟ ଜଗନ୍ନାଥ।